ମାକଳରୁ 3 ଦିନର ଶିଶୁ କନ୍ୟା ବିକ୍ରି ଏଭଳି ଅଭିଯୋଗ ଆସିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତରୁ ଏହି ଅଞ୍ଚଳର ନୃସିଂହ ମଲ୍ଲିକଙ୍କ ପୁଅ ସଞ୍ଜୟ ମଲ୍ଲିକଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଗତକାଲି ରାତିରେ ଶିଶୁ କନ୍ୟା ବିକ୍ରି ହେବାର ଖବର ଗାଁରେ ପ୍ରଚାର ହୋଇଥିଲା। ସକାଳେ ଅଙ୍ଗନବାଡ଼ି କର୍ମୀ ଶିଶୁର ଓଜନ ମାପିବାକୁ ଡକାଇଥିଲେ, ହେଲେ ଶିଶୁ ନାହିଁ ବୋଲି କହିଥିଲେ ଶିଶୁର ବାପା। ପ୍ରଥମେ ଶିଶୁ ବିକ୍ରିକୁ ଅସ୍ୱୀକାର କରିଥିଲେ, ପରେ ଶିଶୁକୁ କୋର୍ଟ କାଗଜପତ୍ରରେ ବିକ୍ରି କରିଛି ବୋଲି ସଫେଇ ଦେଇଥିଲେ। ତିହିଡ଼ି ଅଞ୍ଚଳର ଜଣେ ବ୍ୟକ୍ତି 2 ଗୁଣ୍ଠ ଜମି ଝିଅ ନାମରେ କରିବ, ତେଣୁ ଝିଅକୁ ଦେଇଦେଲି କହିଥିଲେ ସଞ୍ଜୟ। ବାସୁଦେବପୁର ପୁଲିସ ପାଖରେ ଶିଶୁ ବିକ୍ରି ନେଇ କିଛି ସୂଚନା ନାହିଁ ବୋଲି ଆଇଆଇସି କହିଛନ୍ତି। ସଞ୍ଜୟଙ୍କର ପୂର୍ବରୁ ଏକ ଝିଅ ଅଛି, ସେ ଆଉ ଝିଅ ଚାହୁଁନଥିବାରୁ ଶିଶୁ କନ୍ୟାକୁ ବିକ୍ରି କରିଦେଇଥିବା ଚର୍ଚ୍ଚା ହେଉଛି। ପିଲା ଜନ୍ମ ହେଇଥିଲା, ହଁ ଆମେ ଶୁଣିଛୁ। ସେ ମେଡିକାଲ ଜନ୍ମ ହେଇଲା 2 କିଲୋ 800 ଥିଲା, ଆମକୁ କହିଦେଲି। ଆମେ ବି ଆଜି ଯାଇଥିଲୁ, ପିଲା ଓଜନ ହବ, ଫେସ୍ କ୍ୟାପଚର ଦେବ ବୋଲି ତା ମା କତିକି। ସେ କହିଲେ ବାପ ଘର ଅଛି, ସେ ଦେଲେନି। ଭିଡ଼ିଓ କଲ୍ କହିଲୁ ଛାଡ଼ ବୋଲି, ସେ ବି ଛାଡ଼ିଲେନି। ତାଙ୍କ ପିଲା କ'ଣ କଲେ ସେ ମା ତ ଆସିଲାନି, ତାଙ୍କର ବିକ୍ରି କରୁଛନ୍ତି କି ରଖିଛନ୍ତି ଆମେ ବି ଆପଣ କହିପାରିବୁ। ବିକ୍ରି ହେଇଛି ମୁଁ ଜାଣି ନାହିଁ, କିନ୍ତୁ 29 ତାରିଖରେ ଜନ୍ମ ହେଇଥିଲା। ସେପ୍ଟେମ୍ବର 29 ବାସୁଦେବପୁର ମେଡିକାଲରେ ଜନ୍ମ ହେଇଥିଲା। କିନ୍ତୁ ଆଜି ଆସି ମୁଁ ଓଜନ କରିବାକୁ ଡାକିଲା ବେଳକୁ ସେ କହୁଛନ୍ତି ପିଲା ନାହିଁ। କୋଉଠି ଅଛି କହିଲେ, କୋଉଠି ଅଛି ଆମେ ଜାଣିନୁ। ତା ସ୍ୱାମୀ କହୁଛି ସେ ମୁଁ ଜାଣିନି କୋଉଠି ଅଛି। ନା ତା ମା ବି ନାହିଁ, ତା ମା ଆଜି ଫେସ୍ କ୍ୟାପଚର ନେବା ପାଇଁ ଡାକିଲା ବେଳକୁ ମା ବି ନାହିଁ। ନାତୁଣୀ କୁଆଡେ ଗଲା? କୁଆଡେ ଗଲା ମୁଁ ଜାଣିଛି ନା କୁଆଡେ ଗଲା। ପିଲା ଜନ୍ମ ହେଇଥିଲା ପା? ତମେ ରହିଥାଅ, ଆମ କଥା କଥା ଅଛି ନା ନାତୁଣୀ? ଯଦି ଆପଣ ଚାହୁଁଛ, ଆପଣଙ୍କୁ କିଏ କହିଲା? ଯୋଉ ଲୋକଟା କହିଲା ସେ ଲୋକକୁ ନେଇ ଥାନାକୁ ଚାଲ, ନହେଲେ ମୁଁ ବି ଯାଉଛି। ସେଇଠି ଆମର ବିଚାର ହବ। ଆମର କୋର୍ଟ ତହସିଲଦାର ଡାଇରେକ୍ଟ ଥାନା ଫାନାରେ ଆମର ଲେଖାପড়ା ସହ ମୋ ଝିଅ ନାଁରେ ସେ 2 ଗୁଣ୍ଠ କହିଲେ ଆମେ ଜମି ବାଡ଼ି କରିଦେବୁ। ପ୍ଲସ ତାଙ୍କର ଛୁଆ ପିଲା ହଉନାହାନ୍ତି, ତାଙ୍କ ଘର ତିହିଡ଼ି। ମୋର ଯେତେବେଳେ 8ଟା ଝିଅ ହେଲାଣି, ସେ ଭାଇ ଭଉଣୀଙ୍କର 8ଟା ଝିଅ। ଆଉ ମୁଁ ଝିଅ ଦେଖିନି, ମୁଁ ଝିଅ ପୋଷି ପାରିବିନି ବୋଲି ମୁଁ ଦେଖିନି। ଆମର ଏ ଦେଖ ଆମ ଘର ଏଇ ଭଙ୍ଗା ଘର, ଟିକେ ଭିଡ଼ିଓ ବି ଏପଟକୁ କରିପାରିବ। ଆମର ଏଇ ଭଙ୍ଗା ଘରେ ଦେଖିନି, ମୁଁ ପୋଷି ପାରିବିନି। ଝିଅ 8ଟା ହେଲେ ମୁଁ କ'ଣ କରିବି? ତେଣୁକୁ ନିଜ ଇଚ୍ଛାରେ ଦାନ କରୁଛି। ଶିଶୁ କନ୍ୟା ବିକ୍ରି ଅଭିଯୋଗ ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟतर ଏ ଘଟଣା। ଶିଶୁକୁ କୋର୍ଟ କାଗଜପତ୍ରରେ ବିକ୍ରି କରିଛି ବୋଲି ସଫେଇ ଦେଇଛନ୍ତି ପରିବାର। ତିହିଡ଼ି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ବାସୁଦେବପୁର ପୁଲିସ ପାଖରେ ଏନେଇ ଖବର ନଥିବା ସୂଚନା ରହିଛି। ମାକଳରୁ 3 ଦିନର ଶିଶୁ କନ୍ୟା ବିକ୍ରି।